শরণাগত দীনাথং পরিত্রাণং পরায়ণে সর্বসাতে ঘরে দেবী মা শারদে দেবী নমস্তুতি। জয় মা শারଳା। ଆଜିକାର ନୀତିବାଣୀରେ ଆପଣମାନଙ୍କ ପାଇଁ ସୁନ୍ଦର କଥାଟିଏ। କଥାଟି ହେଉଛି ବାରୁଣୀ ସ୍ନାନ ଚାଲିଥାଏ। ବାରୁଣୀ ସ୍ନାନରେ ଅନେକ ସାଧୁସନ୍ଥ ମାନେ ସ୍ନାନ କରୁଛନ୍ତି। ବାରୁଣୀ ସ୍ନାନର ସେଦିନ ଭାରି ଭିଡ଼। ଲକ୍ଷ ଲକ୍ଷ ସାଧୁସନ୍ଥ ମାନେ ବାରୁଣୀ ସ୍ନାନରେ ସ୍ନାନ କରୁଛନ୍ତି। ପାର୍ବତୀ ମା ଶଙ୍କର ଭଗବାନଙ୍କୁ ଇଏ ପଚାରିଲେ, କହିଲେ ଇଏ ପ୍ରଭୁ, ଆଜି ଇଏ ବାରୁଣୀ ସ୍ନାନରେ ଯେଉଁ ଲକ୍ଷ ଲକ୍ଷ ସାଧୁମାନେ ସ୍ନାନ କରୁଛନ୍ତି, ଏମାନଙ୍କର ଇଏ ପାପ ଗୁଡ଼ାକ କ'ଣ ସବୁ ଇଏ ଧୋଇ ହେଇଯିବ? ଶଙ୍କର ଭଗବାନ ଟିକେ ହସିଦେଲେ, କହିଲେ ହେ ପାର୍ବତୀ, ଆଜି ତମେ ଯେଉଁ ଏ ବାରୁଣୀ ସ୍ନାନରେ ଲକ୍ଷ ଲକ୍ଷ ସାଧୁମାନଙ୍କୁ ଦେଖୁଛ, କିନ୍ତୁ କୋଟିକରୁ ଗୋଟିଏ କିଏ ଜଣେ ଇଏ ପାପକୁ ଧୌତ କରିବ। ସମସ୍ତେ କେବେ ଇଏ ପାପକୁ ଧୋଇ ପାରିବେନି। ପାର୍ବତୀ ମା ଇଏ ପଚାରିଲେ, ଇଏ କାହିଁକି ପ୍ରଭୁ? ଏମାନେ ଏତେ କଷ୍ଟ କରି କେତେ ଇଏ ଦୂରାନ୍ତରରୁ ଆସିଛନ୍ତି, ଏମାନେ ସ୍ନାନ କରିବା ପାଇଁ, ପାପ ଛଡ଼େଇବା ପାଇଁ, ଏମାନଙ୍କର ଇଏ ପାପ କାହିଁ ଛାଡ଼ିବନି? ଶଙ୍କର ଭଗବାନ କହିଲେ, ହେ ପାର୍ବତୀ, ତାହେଲେ ଆଜି ଗୋଟିଏ ଇଏ ପରୀକ୍ଷା କରିବା। ମୁଁ ଗୋଟିଏ ବୃଦ୍ଧ ହେଇଯାଉଛି, ଆଉ ତମେ ଗୋଟିଏ ବୃଦ୍ଧା ହେଇଯାଅ। ମୁଁ ତମ କୋଳରେ ଶୟନ କରିଥିବି ଏବଂ ଇଏ ମରି ଯାଇଥିବି। ତମେ ମୁଣ୍ଡ ପିଟିକିନା କାନ୍ଦିବ। ଯେତେବେଳେ ବାରୁଣୀ ସ୍ନାନ ସାରି ସାଧୁମାନେ ଆସିବେ, ପଚାରିବେ, ଆରେ ମା କାହିଁ କାନ୍ଦୁଛୁ? ତମେ ସେଇଠି କହିବ ମୋ ସ୍ୱାମୀ ଏଇ ବାରୁଣୀ ସ୍ନାନକୁ ଆସିଥିଲୁ, କିନ୍ତୁ ସେ ଦେହାନ୍ତ ହୋଇଗଲେ। ଆଉ ଶୂନ୍ୟବାଣୀ ହେଇଛି, ଯିଏ ପ୍ରକୃତ ସଚ୍ଚା ସାଧୁ ଥିବ, ମୋ ସ୍ୱାମୀ ମସ୍ତକ ଉପରେ ହାତ ପକାଇଦେଲେ ମୋ ସ୍ୱାମୀ ବଞ୍ଚିବ, ନଚେତ୍ ତାର ଏଇଭଳି ଇଏ ମୃତ୍ୟୁ ହେବ। ଏଇ କଥା କେବଳ କହିବ। ତାପରେ ଶଙ୍କର ଭଗବାନ ଗୋଟିଏ ବୃଦ୍ଧ ହୋଇଗଲେ, ପାର୍ବତୀ ମା ଗୋଟିଏ ବୃଦ୍ଧା ହୋଇଗଲେ। ଶଙ୍କର ଭଗବାନ ମୃତ ଅବସ୍ଥାରେ ପାର୍ବତୀ ମାଙ୍କର କୋଳରେ ଶୟନ କଲେ। ପାର୍ବତୀ ମା ମୁଣ୍ଡ ପିଟିକିନା ଇଏ କାନ୍ଦିବାକୁ ଆରମ୍ଭ କଲେ। ବାରୁଣୀ ସ୍ନାନ ସାରି ଯେତେ ସାଧୁମାନେ ଆସିଲେ, ପଚାରିଲେ, କହିଲେ ମା କାହିଁକି ତମେ କାନ୍ଦୁଛ? କ'ଣ ହେଇଛି? ପାର୍ବତୀ ମା କହିଲେ ହେ ସାଧୁଜୀ, ମୋ ସ୍ୱାମୀ ଆଜି ଦେହାନ୍ତ ହୋଇଗଲେ। ଆମେ ଆସିଥିଲୁ ଏଇ ବାରୁଣୀ ସ୍ନାନକୁ ସ୍ନାନ କରିବା ପାଇଁ, କିନ୍ତୁ ମୋ ସ୍ୱାମୀ ଆଜି ଏଇଠି ଦେହାନ୍ତ ହୋଇଗଲେ। ଆଉ ଉପରୁ ଶୂନ୍ୟବାଣୀ ହେଲା, ଯଦି କିଏ ପ୍ରକୃତ ସଚ୍ଚା ସାଧୁ ଥାଏ, ମୋ ସ୍ୱାମୀର ମସ୍ତକ ଉପରେ ହାତ ପକାଇଦେଲେ ମୋ ସ୍ୱାମୀ ବଞ୍ଚିବ, ନଚେତ୍ ତାର ଏଇଭଳି ଅବସ୍ଥା ହେଇଯିବ, ମୃତ ଅବସ୍ଥା। ସାଧୁ କହିଲେ ଆଲୋ ମା, ଆମ ଜୀବନରେ ଅନେକ ପାପ କରିଛୁ। ଆମେ ଛୁଇଁବୁ, ଯଦି ତମ ସ୍ୱାମୀ ନ ବଚ ଆମେ ମୃତ ହେଇଯିବୁ। ନାଇଁ, ଆମ ଛୁଇଁବା ଦରକାର ନାହିଁ କହିକି ଚାଲିଗଲେ। ଏମିତି ଜଣକ ପରେ ଜଣେ ସାଧୁ ଆସୁଥାନ୍ତି, ପଚାରୁଥାନ୍ତି, ମା ତମେ କାହିଁ କାନ୍ଦୁଛ? ନା ମୋ ସ୍ୱାମୀ ଦେହାନ୍ତ ହେଇଯାଇଛନ୍ତି। ଆଉ ଉପରୁ ଶୂନ୍ୟବାଣୀ ହେଇଛି, ଯଦି କିଏ ପକ୍କା ସଚ୍ଚା ସାଧୁ ଥାଏ, ମୋ ସ୍ୱାମୀ ମସ୍ତକ ଉପରେ ହାତ ପକାଇଲେ ମୋ ସ୍ୱାମୀ ବଞ୍ଚିବ, ନହେଲେ ତାର ଏଇଭଳି ମୃତ୍ୟୁ ହେଇଯିବ। କହିଲେ ନାଇଁରେ ବାବା, ଆମେ ଜୀବନରେ ଅନେକ ପାପ କରିଛୁ, କିନ୍ତୁ ସେମାନେ ଜାଣିପାରୁନାହାନ୍ତି ଆମେ ଆଜି ବାରୁଣୀ ସ୍ନାନ କରିବାକୁ ଆସିଛୁ, ଆମ ପାପକୁ ଧୌତ କରିଛୁ ବୋଲି। କିନ୍ତୁ
ସେମାନଙ୍କର ମନ ମଧ୍ୟରେ ଥାଏ ଆମେ ଜୀବନ ମଧ୍ୟରେ ଅନେକ ଇଏ ପାପ କରିଛୁ, ସେ ପାପ ବି ଅଛି। ଏଇଭଳି ଜଣକ ପରେ ଜଣେ ସାଧୁମାନେ କହିକି ଇଏ ଚାଲି ଯାଉଥାନ୍ତି। କେହି ହେଲେ ଜଣେ ବି ଶଙ୍କର ଭଗବାନଙ୍କ ମସ୍ତକ ଉପରେ ହାତଟିଏ ଇଏ ପକେଇଲେ ନାହିଁ। ଶେଷରେ ଗୋଟିଏ ବୁଢ଼ାଟିଏ ସ୍ନାନ କରୁଥାଏ, କହିଲା ପ୍ରଭୁ ମୋ ଜୀବନ ଭିତରେ ମୁଁ ଅନେକ ଇଏ ପାପ କରିଛି ସତ, କିନ୍ତୁ ଆଜି ମୋ ମନ କହୁଛି ହେ ଠାକୁରେ ଏଇ ବାରୁଣୀ ସ୍ନାନ ଇଏ କଲା ପରେ ମୋର ଆଉ ସେ ପାପ ନାହିଁ। ବୁଢ଼ାଟି ସ୍ନାନ କରିକି ଆସୁଥାଏ, ପାର୍ବତୀ ମା ମୁଣ୍ଡ ପିଟିକିନା ଇଏ କାନ୍ଦୁଥାନ୍ତି। ବୁଢ଼ାଟି ପଚାରିଲା ମାଲୋ କଣ ହେଇଛି, କାହିଁକି କାନ୍ଦୁଛୁ? ସେଇଠି ପାର୍ବତୀ ମା କହିଲେ ଆମେ ଆସିଥିଲୁ ବାରୁଣୀ ସ୍ନାନ କରିବା ପାଇଁ, ହେଲେ ମୋ ସ୍ୱାମୀଙ୍କର ଦେହାନ୍ତ ହୋଇଗଲା। ହେଲେ ଉପରୁ ଶୂନ୍ୟବାଣୀ ହେଇଛି ଯଦି କିଏ ପ୍ରକୃତ ସାଧୁ ଥାଏ ତା ଜୀବନ ତାର ହୃଦୟରେ ଏ ପାପତକ କିଛି ନଥାଏ, ଯଦି ସେ ମୋ ସ୍ୱାମୀ ମସ୍ତକ ଉପରେ ହାତ ପକେଇଲେ ମୋ ସ୍ୱାମୀ ବଞ୍ଚିବ, ନଚେତ ତାର ଏଇଭଳି ମୃତ୍ୟୁ ହେଇଯିବ। ବୁଢ଼ାଟି କହିଲା ମା ମୋ ଜୀବନ ଭିତରେ ମୁଁ ଅନେକ ଇଏ ପାପ କରିଛି ସତ, କିନ୍ତୁ ଆଜି ମୋ ମନ କହୁଛି ଏଇ ବାରୁଣୀ ସ୍ନାନ ଇଏ କଲା ପରେ ଆଉ ସେ ପାପ ମୋର ଆଉ ନାହିଁ, ସେ ପାପ ମୋର ସବୁ ଧୋଇ ହେଇଯାଇଛି। ମା ମୁଁ ତମ ସ୍ୱାମୀ ମସ୍ତକ ଉପରେ ହାତ ପକେଇବି। ଏହା କହି ବୁଢ଼ାଟି ଯେତେବେଳେ ହାତ ପକେଇ ଦେଇଛନ୍ତି ଶଙ୍କର ଭଗବାନ ଚାହିଁଦେଲେ, କହିଲେ ହେ ପାର୍ବତୀ ମୁଁ କହିଥିଲି କୋଟିକୁରୁ ଗୋଟିଏ, ଯେତେ ସ୍ନାନ କରିବାକୁ ଆସୁଥିଲେ ତାଙ୍କ ମନ ଭିତରେ ପାପକୁ ଧୌତ କରିନଥିଲେ, କିନ୍ତୁ ଏଇ ଯୋଉ ବୁଢ଼ାଟି ଆସିଥିଲା ତା ମନ ମଧ୍ୟରେ ଏତେ ପବିତ୍ର ଥିଲା, ସେ ଚିନ୍ତା କଲା ମୋ ଜୀବନରେ ଇଏ ପାପ କରିଛି ସତ, କିନ୍ତୁ ଏ ବାରୁଣୀ ସ୍ନାନ ପରେ ସେ ପାପ ଆଉ ମୋର ନାହିଁ। ତେଣୁ ଆଜିକାର ନୀତିବାଣୀରେ ଆମେ ଏଇ ଶିକ୍ଷା ଲାଭ କରିବା, ହୃଦୟକୁ ଯେଉଁଦିନ ଆମେ ଇଏ ନିର୍ମଳ କରିଦେବା ସେଦିନ ଯାଇ ଇଏ ଦେହରୁ ଇଏ ପାପ ଯିବ। ପାପକୁ ଯିବା ପାଇଁ ହେଲେ ଆପଣଙ୍କ ହୃଦୟକୁ ଇଏ ନିର୍ମଳ କରିଦିଅନ୍ତୁ। ଗଙ୍ଗାରେ ଖାଲି ସ୍ନାନ କରିଦେଲେ ଇଏ ପାପ ଛାଡ଼ି ଚାଲିଯିବ ତା ନୁହେଁ। ଯେଉଁଦିନ ଆପଣଙ୍କ ଚକ୍ଷୁରୁ ଦୁଇ ଧାର ଲୁହ ଲିଗିଡ଼ି ପଡୁଥିବ, ହେ ଠାକୁରେ ଶରଣାଗତ ଦୀନାଥ ପରିତ୍ରାଣ ପରାୟଣେ ସର୍ବସାତ ହରେ ଦେବୀ ମା ଶାରଦେ ଦେବୀ ନମସ୍ତୁତେ। ଯେଉଁଦିନ ଠାକୁରଙ୍କ ନିକଟରେ ହଉ ବା ମାଙ୍କ ନିକଟରେ ହଉ ଆପଣ ଶରଣାପନ୍ନ ହେଇଯାଉଥିବେ, ଆପଣଙ୍କ ଚକ୍ଷୁରୁ ଧାର ଧାର ଲୋତକ ଲିଗିଡ଼ି ପଡୁଥିବ, ସେଇଦିନ ଆପଣ ଜାଣିବେ ଯେ ମୋ ଭିତର ପାପ ଗୁଡାକ ଆଜି ସବୁ ସଫା ହେଇଯାଇଛି, ନଚେତ ସେ ପାପ ସଫା ହବ ନାହିଁ। ଏଇ ଥିଲା ମୋ ନୀତିବାଣୀର ଇଏ ନିର୍ଯାସ କଥା। ଯଦି ଆପଣମାନଙ୍କୁ ମୋ ନୀତିବାଣୀ ଭଲ ଲାଗିଥିବ, ଆପଣମାନେ ଗୋଟେ ଲାଇକ୍ କରିକିନା ସବସ୍କ୍ରାଇବ କରିଦିଅନ୍ତୁ, ଅନ୍ୟମାନଙ୍କୁ ଇଏ ସେୟାର କରନ୍ତୁ, ଇଏ ସମାଜର ଇଏ ମଙ୍ଗଳ ହବ। ଘର ଆଗରେ ଯଦି ଗାଈଟିଏ ଠିଆ ହେଇଥିବ, ଘରକୁ ଚାହୁଁଥିବ, ଆପଣଙ୍କ ଘର ଶୁଭଦାୟକ। ଯଦି କୌଣସି ଗାଈଟିଏ ଆପଣଙ୍କ ଘରକୁ ଚାହିଁକି ରହିଥିବ, ଜାଣିବେ ଶୁଭଦାୟକ। ଏତିକି କହି ମୋର ନୀତିବାଣୀ ଅନୁଚିନ୍ତାକୁ ଶେଷ କରୁଛି। ପ୍ରଣାମ, ଜୟ ଜଗନ୍ନାଥ।